ଓଟିଇଟି ଏକ୍ଜାମିନେସନ୍ କ୍ୟାନସେଲ୍ ବୋର୍ଡ଼ ପାଇଁ କିଛି ନୂଆ କଥା ନୁହେଁ। ପରୀକ୍ଷାର୍ଥୀ ସଂଖ୍ୟା ଥିଲା ৭୫,403। ପରୀକ୍ଷା କେନ୍ଦ୍ର ହୋଇଥିଲା 193। 600 କିଲୋମିଟର ଦୂର ବାହାର ଜିଲ୍ଲାରେ ହୋଇଥିଲା ବି ସେଣ୍ଟର। ସ୍ପେଶାଲ ଓଟିଇଟି ଏକ୍ଜାମର କୋଶ୍ଚିନ୍ ଲିକ୍ ଏକ ଲଜ୍ଜାଜନକ ଘଟଣା। ଏହା କୌଣସି ମଜାକ ନୁହେଁ। ଏହାଦ୍ୱାରା ৭୫,000ରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କର ସ୍ୱପ୍ନ ଭବିଷ୍ୟତ ସହ ଖେଳାଯାଉଛି। 2012 ପରଠାରୁ ଆମ ରାଜ୍ୟରେ ଆରମ୍ଭ ହୋଇଥିବା ଓଟିଇଟି ପରୀକ୍ଷାରେ ପରୀକ୍ଷା ପୂର୍ବରୁ କୋଶ୍ଚିନ୍ ଲିକ୍ କିଛି ନୂଆ କଥା ନୁହେଁ। ଓଟିଇଟି ଇତିହାସକୁ ଯଦି ଖେଳାଯାଏ ତେବେ ଏହା ତୃତୀୟ ଘଟଣା। 2012 ଠାରୁ 2024 ମଧ୍ୟରେ ପୂର୍ବ ସରକାର ଅମଳରେ 2 ଥର କୋଶ୍ଚିନ୍ ଲିକ୍ ହୋଇ ପରୀକ୍ଷାକୁ କ୍ୟାନସେଲ୍ କରାଯାଇଛି। ଆଶା ଥିଲା ଏହି ନୂତନ ସରକାର ଅମଳରେ ପୂର୍ବ ସରକାର ପରି ଓଟିଇଟି ଏକ୍ଜାମର କୋଶ୍ଚିନ୍ ଆଉ ଲିକ୍ ପରି ସମସ୍ୟା ଆସିବ ନାହିଁ। ବର୍ତ୍ତମାନ ଏଆଇର ଜମାନା। ହୁଏତ ସେହି ଲୋକମାନଙ୍କୁ ନିଶ୍ଚୟ ଧରାପଡ଼ିଯିବାର ଭୟ ଆସିବ। ହେଲେ ଯଥାପୂର୍ବଂ ତଥାପରଂ। ଅବଶ୍ୟ ବୋର୍ଡ଼ କର୍ତ୍ତୃପକ୍ଷ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏକ୍ଜାମକୁ ବାତିଲ କରିଦେଇଛନ୍ତି। ପୂର୍ବ 2 ଥର ଯାକ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ସାରିବା ପରେ କ୍ୟାନସେଲ୍ ହୁଏ, ଯାହାକି ଆହୁରି କଷ୍ଟଦାୟକ। ଇନ୍-ସର୍ଭିସ୍ ଟିଚରମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ପେଶାଲ ଓଟିଇଟି କୋଶ୍ଚିନ୍ ପେପର ଏକ୍ଜାମ ପୂର୍ବଦିନ ସନ୍ଧ୍ୟାରେ ସୋସିଆଲ ମିଡ଼ିଆରେ ଘୁରି ବୁଲିବା ଓ ଅକଳରେ ପଡ଼ି ପରୀକ୍ଷା ପରିଚାଳନା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାକୁ ରାତି ଅଧିଆ କ୍ୟାନସେଲ୍ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ କୋଶ୍ଚିନ୍ ପେପର ଲିକ୍ ଘଟଣାର ଦୋଷୀକୁ ଧରିବା ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚ ଏତଲା ଦେଇଛନ୍ତି। ବୋର୍ଡ଼ର ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଏନେଇ ଏକ ମାମଲା ରୁଜୁ କରି ଇନକ୍ୱାରି ପାଇଁ ଏକ ଟିମ୍ ଗଠନ କରିଛି। ସେହି ଇନକ୍ୱାରି ଟିମ୍ ରବିବାର ଦିନ ବୋର୍ଡ଼ ଅଫିସରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ବୋର୍ଡ଼ ଅଫିସରମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ କୋଶ୍ଚିନ୍ ପେପର ପ୍ରିପାରେସନ୍, ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ଆଦି ସମ୍ପର୍କରେ ପଚରାଉଚରା କରି ବୟାନ ରେକର୍ଡ କରିଛନ୍ତି। କେଉଁ ପରିସ୍ଥିତିରେ କୋଶ୍ଚିନ୍ ପେପର ବାହାରକୁ ପ୍ରଘଟ ହେଲା ଓ ହାତଲେଖାରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ଘୁରି ବୁଲିଲା ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ ଚଳାଇଛି। ଅନ୍ୟପକ୍ଷରେ କୋଶ୍ଚିନ୍ ପେପର ଲିକ୍ ହେବା ଘଟଣା ରାଜ୍ୟରେ ଆବେଦନକାରୀ ପରୀକ୍ଷାର୍ଥୀ ଇନ୍-ସର୍ଭିସ୍ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରାଥମିକ ଶିକ୍ଷାଦାନର ବ୍ୟବସ୍ଥାରେ ନିୟୋଜିତ 75,000ରୁ ଅଧିକ ଇନ୍-ସର୍ଭିସ୍ ଟିଚର ଓଟିଇଟି ଦେବା ଲାଗି 2 ମାସରୁ ଅଧିକ ସମୟ ହେବ ପ୍ରସ୍ତୁତି ଚଳାଇଥିଲେ। ଆଜି ପରୀକ୍ଷା ଦେବା ପାଇଁ ହଜାର ହଜାର ସଂଖ୍ୟାରେ ଶିକ୍ଷକ ପରୀକ୍ଷା କେନ୍ଦ୍ରରେ ସକାଳ 7ଟାରେ ପହଞ୍ଚିଲା ବେଳକୁ ମେନ୍ ଗେଟ୍ ଖୋଲି ନଥିଲା। ମେନ୍ ଗେଟ୍ରେ ପରୀକ୍ଷା କ୍ୟାନସେଲ୍ କରାଯାଇଥିବା ନୋଟିସ୍ ଝୁଲୁଥିଲା। ଏହାକୁ ପଢ଼ିବା ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଆଉ କେତେକ ପରୀକ୍ଷା କେନ୍ଦ୍ରରେ ଭିତରକୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା। ଫଳରେ ଅନେକ ସ୍ଥାନରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଶିକ୍ଷକ ପରୀକ୍ଷା କ୍ୟାନସେଲ୍ ରହିବାର କାରଣ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ସଠିକ୍ ଉତ୍ତର ମିଳିନଥିଲା। କୋଶ୍ଚିନ୍ ଲିକ୍ ହୋଇଥିବାରୁ ପରୀକ୍ଷା କ୍ୟାନସେଲ୍ ରହିଥିବା କଥା ପରୀକ୍ଷାର୍ଥୀମାନେ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜାଣିବାକୁ ପାଇଥିଲେ। ଏହାକୁ ନେଇ ପରୀକ୍ଷାର୍ଥୀମାନେ ନିରାଶ ହୋଇ ସେମାନଙ୍କର ଏକ୍ଜାମ ସେଣ୍ଟର ଗେଟ୍ ସମ୍ମୁଖରେ ପ୍ରତିବାଦ ମଧ୍ୟ କରିଥିଲେ। କେତେକ ଜିଲ୍ଲାରେ ପରୀକ୍ଷାର୍ଥୀମାନେ ହାତରେ ଆଡମିଟ୍ କାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ଶିକ୍ଷକଙ୍କ ବିରୁଦ୍ଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ଅନେକ ଅଭିଯୋଗ କରିଛନ୍ତି। ସରକାର ଏହି ଓଟିଇଟି ଫାର୍ସ କରାଇବାକୁ ନିବୃତ୍ତ ରୁହନ୍ତୁ ବୋଲି ଶିକ୍ଷକ ନେତାମାନେ କହିଛନ୍ତି। 2011 ପୂର୍ବରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ନିୟୋଜିତ ଶିକ୍ଷକମାନେ ପ୍ରମୋସନ ପାଇଁ ଓଟିଇଟି ବାଧ୍ୟତାମୂଳକ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିବା ପରେ ଇନ୍-ସର୍ଭିସ୍ ଟିଚରମାନଙ୍କ ବୋର୍ଡ଼ ପକ୍ଷରୁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ସ୍ପେଶାଲ ଓଟିଇଟି ଆୟୋଜନ କରାଯାଇଥିଲା। ଏହି ସ୍ପେଶାଲ ଓଟିଇଟି ପାଇଁ 75,403 ଜଣ ଇନ୍-ସର୍ଭିସ୍ ଟିଚର ଆପ୍ଲାଏ କରିଥିଲେ। ଏଥିଲାଗି 30ଟି ଯାକ ଜିଲ୍ଲାରେ 193ଟି ସେଣ୍ଟର ମଧ୍ୟ ହୋଇଥିଲା। କୋଶ୍ଚିନ୍ ପେପର ଭାଇରାଲ ରୋକିବା ଲାଗି ବୋର୍ଡ଼ କର୍ତ୍ତୃପକ୍ଷ 193ଟି ଯାକ ପରୀକ୍ଷା କେନ୍ଦ୍ରରେ ଡିଜିଲକରରେ ପ୍ରଶ୍ନପତ୍ର ପଠାଇଥିଲା। କୋଶ୍ଚିନ୍ ପେପର ବାକ୍ସଗୁଡ଼ିକର ଜିପିଏସ୍ ଟ୍ରାକିଂ ମଧ୍ୟ ହୋଇଥିଲା। ଏଥିଲାଗି ବୋର୍ଡ଼ କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ। ବୋର୍ଡ଼ର ଏସବୁ ପ୍ରସ୍ତୁତି ମୂଲ୍ୟହୀନ ବୋଲି ପ୍ରଘଟକାରୀମାନେ ପ୍ରମାଣ କରି ଦେଖାଇଛନ୍ତି। ପରୀକ୍ଷା ସକାଳ 9ଟାରେ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ଶନିବାର ରାତି 10ଟା ବେଳେ ଓଟିଇଟି କୋଶ୍ଚିନ୍ ଏବଂ ତାହାର କିଛି ହାତଲେଖା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ପେପର 1 ପେପର 2ରୁ ଅନେକ ପ୍ରଶ୍ନ ମେଳ ଖାଉଥିବା ଜଣାପଡ଼ିବା ପରେ କର୍ତ୍ତୃପକ୍ଷ ରାତି ଅଧିଆ ପରୀକ୍ଷାକୁ କ୍ୟାନସେଲ୍ କରି ନୋଟିଫିକେସନ୍ ପ୍ରକାଶ କରିଛନ୍ତି। ଏହି ଘଟଣା କର୍ତ୍ତୃପକ୍ଷଙ୍କୁ ତାଜୁବ କରିଛି ଓ ବୋର୍ଡ଼ର ପାଲିଆ ପଣିଆ ଉପରେ ପ୍ରଶ୍ନ ଉଠାଇଛି। ସ୍ପେଶାଲ ଓଟିଇଟି ଏକ୍ଜାମର କୋଶ୍ଚିନ୍ ଲିକ୍ ଏକ ଲଜ୍ଜାଜନକ ଘଟଣା। ଏହା କୌଣସି ମଜାକ ନୁହେଁ। ଏହାଦ୍ୱାରା 75,000ରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କର ସ୍ୱପ୍ନ ଭବିଷ୍ୟତ ସହ ଖେଳାଯାଉଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି
ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ରାତିଆଧିଆ ଏକ୍ଜାମ୍ କ୍ୟାନସେଲ୍ ହେବା ଫଳରେ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଯେଉଁ ପ୍ରକାର ମାନସିକ ଚାପ ସୃଷ୍ଟି ହେଉଛି ତାହା ବର୍ତ୍ତମାନ ଚିନ୍ତାର ବିଷୟ। ବାରମ୍ବାର OTET କୋଶ୍ଚିନ୍ ପେପର ଲିକ୍ ହେବା, ଗତ ସରକାର ଅମଳରେ 2 ଥର ଲିକ୍ ହେବା, ଏ ସରକାର ଅମଳରେ ଥରେ ଲିକ୍ ହେବା, ଏହିପରି 3 ଥର ଲିକ୍ ହୋଇସାରିଲେଣି। ତେଣୁ ଏଥିପ୍ରତି ସରକାର ଯତ୍ନବାନ ହୁଅନ୍ତୁ, ପରୀକ୍ଷା ପରିଚାଳନାକୁ ତ୍ରୁଟିଶୂନ୍ୟ କରାନ୍ତୁ, ଅପରାଧୀକୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଅନ୍ତୁ। 600 କିଲୋମିଟରରୁ ଅଧିକ ଦୂରରେ ହୋଇଥିଲା ଏକ୍ଜାମ୍ ସେଣ୍ଟର। ପରୀକ୍ଷାର୍ଥୀ ଜଣକ ଭିନ୍ନକ୍ଷମ ହୋଇଥିବା ବେଳେ ସେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ବୋର୍ଡ ସଭାପତିଠାରୁ ଆରମ୍ଭ କରି ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ନିଜ ସମସ୍ୟା ବିଷୟରେ ଜଣାଇଥିଲେ, କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ସେ ସମୟରେ ରବିବାର ସ୍ପେଶାଲ OTET ଥିବାରୁ ନବରଙ୍ଗପୁରରୁ ଆସି ଜଗତସିଂହପୁରରେ ପହଞ୍ଚିଥିଲେ, କିନ୍ତୁ ରବିବାର ସକାଳୁ ପରୀକ୍ଷା ସ୍ଥଗିତ ହୋଇଥିବା ଜାଣିବାକୁ ପାଇଥିଲେ। ଫଳରେ ତାଙ୍କୁ ପରୀକ୍ଷା କେନ୍ଦ୍ରରୁ ନିରାଶ ହେବାକୁ ଫେରିବାକୁ ପଡ଼ିଥିଲା। ପୁଣି ଥରେ ଅନ୍ୟ ଦିନରେ ଏହି ପରୀକ୍ଷା ହେବ। ତେଣୁ ନିଜ ଜିଲ୍ଲା ନବରଙ୍ଗପୁର ମଧ୍ୟରେ ପରୀକ୍ଷା ସେଣ୍ଟର କରିବା ପାଇଁ ସେ ବୋର୍ଡ କର୍ତ୍ତୃପକ୍ଷ ପତ୍ର ଲେଖି ମଧ୍ୟ ଜଣାଇଥିଲେ। କାର୍ଯ୍ୟାଳୟରେ ତାଙ୍କ ଗୁହାରି ଶୁଣିବାକୁ ରବିବାର ଦିନ କେହି ନଥିଲେ। ଅଧିକାରୀଙ୍କ ଦେଖା ବି ମିଳିବା ଦୂରର କଥା, ନିଜ ସମସ୍ୟା ନେଇ ସେ ମଧ୍ୟ ଲେଖିଥିବା ପତ୍ର ମଧ୍ୟ ଦେଇପାରିନଥିଲେ। ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡ଼ାହାଣ୍ଡି ଯୋଡ଼ାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଭାତ କିଶୋର ପ୍ରଧାନ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ। ତାଙ୍କର ପଦୋନ୍ନତି ନିମନ୍ତେ ସେ ସ୍ୱତନ୍ତ୍ର OTET ଦେବାକୁ ଆବେଦନ କରିଥିଲେ। ଗତ 12 ତାରିଖରେ ବୋର୍ଡ ୱେବସାଇଟ୍ ପରୀକ୍ଷା ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପରେ ତାଙ୍କର ନବରଙ୍ଗପୁରରୁ ଜଗତସିଂହପୁର ଜିଲ୍ଲା ଜୟଗଡ଼ ସରକାରୀ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ଥିବା ଜାଣିବାକୁ ପାଇଥିଲେ। ସେ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ 600 କିଲୋମିଟର ଅଧିକ ଦୂରକୁ ଯାଇ ପରୀକ୍ଷା ଦେବା ତାଙ୍କ ପକ୍ଷେ ଅସମ୍ଭବ ବୋଲି ସେ ବୋର୍ଡ କର୍ତ୍ତୃପକ୍ଷ କମ୍ପ୍ଲେନ୍ କରିଥିଲେ। ତାଙ୍କ ପରୀକ୍ଷା କେନ୍ଦ୍ର ନବରଙ୍ଗପୁର ଜିଲ୍ଲାରେ କରିବାକୁ ଏକ ପତ୍ର ମଧ୍ୟ ଲେଖିଥିଲେ, ହେଲେ କେହି ତାଙ୍କ କଥା ଶୁଣିନଥିଲେ। ସେ ରବିବାର ପରୀକ୍ଷା ଦେବାକୁ ଜଗତସିଂହପୁରରୁ ଆସି ହଟହଟା ହୋଇଛନ୍ତି। ଆଗକୁ ପୁଣି ଥରେ ନୂଆ ତାରିଖରେ ପରୀକ୍ଷା ହେବ। ଏଥିପାଇଁ ବୋର୍ଡ ଅଧିକାରୀଙ୍କୁ ଭେଟି ସେଣ୍ଟର ଚେଞ୍ଜ ପାଇଁ ସେ କଟକ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର ସେଠାରେ ତାଲା ପଡ଼ିଥିବା ବେଳେ ଫାଟକ ନିକଟରେ ଥିବା ସୁରକ୍ଷାକର୍ମୀ ଛାଡ଼ିନଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି। ତେଣୁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଏଠାରେ ଅନୁରୋଧ, ନିଜ ଜିଲ୍ଲା ଭିତରେ ଏକ୍ଜାମ୍ ସେଣ୍ଟର କରାନ୍ତୁ, ଯାହାଦ୍ୱାରା କି ଅଯଥାରେ ଶିକ୍ଷକମାନେ ହଇରାଣ ନ ହୁଅନ୍ତୁ।